ପିଲାମାନେ ଯେମିତି ତୁମକୁ ମୁଁ ପୂର୍ବରୁ ବି କହିଥିଲି ଯେ ତୁମର ପ୍ରତି ପଞ୍ଚାୟତରେ ଯୋଉ ସବୁ ରହିଛି ଆର୍ଆଇ ଅଫିସ ବା ତୁମେ ଜାଣିଥିବ ପ୍ରତି ବ୍ଲକରେ ତ ଗୋଟେ ଗୋଟେ ଆର୍ଆଇ ଅଫିସ ରହିଛି। ଏଠି ତମର ପିଓନ ଏବଂ ଅନ୍ୟାନ୍ୟ ଆସିବ ଏଇଟା ତମକୁ ମୁଁ ପୂର୍ବରୁ ବି କହିଥିଲି ହେଲା। ତ ଏଠି ବହୁତ ସାରା ପିଲା କହିଥିଲେ ଯେ ସାର୍ ଏଇ ଯୋଉ ଭେକେନ୍ସି ଗୁଡିକ ଆପଣ କହିଲେ ଏଇ ଭେକେନ୍ସି ଗୁଡିକ କେବେ ଆସିବ କଣ ହବ ଏଟା ଟିକେ ଆପଣ କୁହନ୍ତୁ। ଏବଂ ସେଥିପାଇଁ ପିଲାମାନେ ଏବେ ଯୋଉ ଅପଡେଟ ଆସିଛି ମୁଁ ତୁମକୁ ଦେବି 22 ମେ ମାନେ ଗତକାଲି ତମର ଏଇ ନୋଟିସଟି ଆସିଛି। ମୁଁ ତୁମକୁ କମ୍ପ୍ଲିଟ ଅପଡେଟ ଦେବି ଯେ କଣ ନୋଟିସ ଆସିଛି, କିନ୍ତୁ ତା ପୂର୍ବରୁ ଗୋଟେ ଛୋଟ ଇନଫର୍ମେସନ ମୁଁ ଦବା ପାଇଁ ଚାହୁଁଛି। ପିଲାମାନେ ତୁମେ ଜାଣିଥିବ ଯେ ଆଗାମୀ ଦିନରେ ତୁମର ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର, ରେଭିନ୍ୟୁ ଆସିଷ୍ଟାଣ୍ଟ ଏଇଭଳି ବହୁତ ସାରା ଭେକେନ୍ସି ତମର ଆସୁଛି। ତେଣୁ ତାକୁ ନଜରରେ ରଖିକି ଆମର ବର୍ତ୍ତମାନ ସମୟରେ ପିଓ ପାଇଁ ଗୋଟେ ପଞ୍ଚାୟତ ବେଚ୍ ଷ୍ଟାର୍ଟ ହେଇଛି। ସେମିତି ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଡିଓ ସବୁ ଗୁଡ଼ିକ ବେଚ୍ ଆମର ଷ୍ଟାର୍ଟ ହେଇଯାଇଛି। ତମେ ମାନେ ଆକୁ ଯାଇକି ଏନରୋଲ କରିପାରିବ। ପୁରା ପ୍ରଥମରୁ ବେସିକରୁ ପଢ଼ାଯାଉଛି। ତା ସହିତ ଯୋଉ ପିଲାମାନଙ୍କର ଆଗାମୀ ଦିନରେ ଆର୍ଆଇ ଏଆର୍ଆଇ ଅମିନ ଏକ୍ଜାମ ଅଛି ତା ପାଇଁ ପିଲାମାନେ ଆମେ ଗୋଟେ ପାଞ୍ଚଟା ମାନେ ଗୋଟେ ନୁହେଁ ପାଞ୍ଚଟି ଫ୍ରି ମକ୍ ଟେଷ୍ଟ ତମମାନଙ୍କ ପାଇଁ ଆମେ ନେଇ ଆସିଛୁ। ତେଣୁ ଏଇ ପାଞ୍ଚଟି ଫ୍ରି ମକ୍ ଟେଷ୍ଟକୁ ତମେ ମାନେ ଦେଇପାରିବ। ମନେ ରଖିଥାଅ ଏଗୁଡ଼ିକ ସମ୍ପୂର୍ଣ୍ଣ ଫ୍ରି। ତେଣୁ ତମେ ଯଦି ଦବା ପାଇଁ ଚାହୁଁଛ ତେବେ ଆକୁ ଦେଇପାରିବ। କେମିତି ଦବ ନା ଭିଡିଓର କମେଣ୍ଟ ସେକ୍ସନରେ ମୁଁ ଆର ଡାଇରେକ୍ଟ ଲିଙ୍କ ତମମାନଙ୍କୁ ଦେଇଦେବି। ତମେ ମାନେ ଗେଟ୍ ଦିସ୍ କୋର୍ସ ଫର ଫ୍ରି ଆ ଉପରେ କ୍ଲିକ୍ କରିକି ତମେ ମାନେ ଏଗୁଡ଼ିକୁ କମ୍ପ୍ଲିଟଲି ମାଗଣାରେ ଦେଇପାରିବ। ତ ଚାଲ ଏଥର ଆମେ ଆଗକୁ ବଢିବା। ତ ପିଲାମାନେ ଦେଖ ଏଠି ଯୋଉ ତମର ଅଛି 22 ମେ ରେ ତମର ନୋଟିସଟି ଆସିଥିଲା। ନୋଟିସ ନମ୍ବର ତୁମେ ଦେଖିଦବ 21606 ତମର ଏଠି ଅଛି। କୋଉଠୁ ଆସିଛି ନା ଏଡିସନାଲ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ କୁ ଯାଇଛି ସବୁ କଲେକ୍ଟର ପାଖକୁ। କଣ ପାଇଁ ନା ତମେ କହିଛି ଯେ ଓଡିଶା ଡିଷ୍ଟ୍ରିକ୍ଟ ରେଭିନ୍ୟୁ ଯୋଉ ଡିପାର୍ଟମେଣ୍ଟ ରହୁଛି ଏଠି ତମର କେତେ ପଦବୀ ଫାଙ୍କା ରହିଛି ତାକୁ ଜଲ୍ଦି ମାନେ ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ଲେଭେଲରେ କେତେ କଣ ପଦବୀ ରେଭିନ୍ୟୁ ଡିପାର୍ଟମେଣ୍ଟରେ ତାକୁ ଦିଅ। କଣ ଦେଖ ଅଛି ଆଇ ଏମ୍ ଡାଇରେକ୍ଟର ସେଡ୍ ଦ୍ୟାଟ୍ ଦ ପର୍ପଜ ଅଫ ଦ ଓଡିଶା ଡିଷ୍ଟ୍ରିକ୍ଟ ରେଭିନ୍ୟୁ ମିନିଷ୍ଟ୍ରିଆଲ ସର୍ଭିସ କେଡର ଯୋଉ ରହିଛି ଏଠି କେତେ ଭେକେନ୍ସି ତମର ସାଂସନ କେତେ ଅଛି, କେତେ ଲୋକ ଏଠି କାମ କରୁଛନ୍ତି ଡିଷ୍ଟ୍ରିକ୍ଟ ଲେଭେଲରେ ତାକୁ ଆମକୁ ଦିଅ। କୋଉ କୋଉ ପଦବୀ ପାଇଁ ଦେଖ ତୁମେ ମାନେ କହିବେ ଯେ ସାର୍ ନୋଟିସ ନମ୍ବର ଆପଣ ଭୁଲ ଦେଖେଇଲେ। 22 ମେ ତୁମେ ନିଜେ ଦେଖିଦିଅ। 22 ମେ ରେ ତୁମର ଗତକାଲି ଏଇଟା ତମର ଆସିଛି 22 ମେ 2026 ରେ। ତ ଏଠି ଲକ୍ଷ୍ୟ କର କୋଉଠି କୋଉଠି ନିଯୁକ୍ତି ମିଳିବ ତମର ରେଭିନ୍ୟୁ ମିନିଷ୍ଟ୍ରିଆଲ ବା ରେଭିନ୍ୟୁ ଡିପାର୍ଟମେଣ୍ଟରେ କଲେକ୍ଟରେଟ ତୁମର ଏଡିଏମ ଫରେଷ୍ଟ ସବୁ ଡିପାର୍ଟମେଣ୍ଟ ତୁମେ ଜାଣିଥିବ ପଞ୍ଚାୟତ ରେଭିନ୍ୟୁ ହଉ ସବୁ ହଉ ତା ସହିତ ତୁମର ତହସିଲ ବ୍ଲକ ପଞ୍ଚାୟତ ତୁମର ଜିଲ୍ଲା ପରିଷଦ ସବୁ ଡିପାର୍ଟମେଣ୍ଟରେ କେତିକି ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ସିନିୟର ରେଭିନ୍ୟୁ ଏସଓ ୟୁଓ ବା ତୁମର ପିଅନ ଯେତିକି ବି ଭେକେନ୍ସି ତମର ରହୁଛି ଏଠି ସବୁ ଭେକେନ୍ସି ପାଇଁ ଏଠି ସେମାନେ ମାଗିଛନ୍ତି ଯେ ତମର ସବୁ ଡିପାର୍ଟମେଣ୍ଟରେ କେତେ କଣ ରହିଛି। ତା ସହିତ ତମର ଏଠି ପଞ୍ଚାୟତ ଲେଭେଲରେ ମଧ୍ୟ ସେ ତମର ଏଠି ମାଗିଛି। ତ ଏଠି କଥା ହେଲା ଯେ ସାର୍ ପଞ୍ଚାୟତ ଲେଭେଲରେ ଆପଣଙ୍କର କଣ କଣ ଭେକେନ୍ସି ଆଗାମୀ ଦିନରେ ଆସିବା ପାଇଁ ଯାଉଛି। ତୁମେ ଜାଣିଥିବ ରିସେଣ୍ଟଲି ଗଭର୍ଣ୍ଣମେଣ୍ଟ ଡିକ୍ଲାର କରିଛି ଯେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭେକେନ୍ସି ତମର ଏଠି ଆସିବ। ଏଟା ରିସେଣ୍ଟଲି ଗଭର୍ଣ୍ଣମେଣ୍ଟ କରିଛି। କିନ୍ତୁ ଏଇ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଆପ୍ ଛଡା ତୁମର ପଞ୍ଚାୟତରେ ଯୋଉ ତମର ରହିଛି ରେଭିନ୍ୟୁ ଡିପାର୍ଟମେଣ୍ଟ ବା ଆର୍ଆଇ ଏଆର୍ଆଇ ଅମିନ ତୁମେ ମାନେ କହିବ ସାର୍ ଆପଣ ପଞ୍ଚାୟତ ପିଅନ କଥା କହୁଛନ୍ତି। ଜମା ନୁହେଁ ଛୁଆ, ମୁଁ ତୁମକୁ ପଞ୍ଚାୟତ ପିଅନ କଥା କହୁନି କାରଣ ତୁମେ ଜାଣିଥିବ ଯୋଉ ପଞ୍ଚାୟତ ପିଅନ ଭେକେନ୍ସି ରହୁଛି ଏଗୁଡିକ କମ୍ପ୍ଲିଟଲି ଫେକ୍ ଥିଲା। କିଏ ଗୋଟେ ଫେକ୍ ନୋଟିସ ସର୍କୁଲେଟ କରିଥିଲା। ମୁଁ ତୁମକୁ ପଞ୍ଚାୟତରେ ପିଅନ ଭେକେନ୍ସି କଥା କହୁନି। ଆର୍ଆଇ ଏଆର୍ଆଇ ଅମିନ ଯୋଉ ଅଫିସ ଗୁଡିକ ରହୁଛି ରେଭିନ୍ୟୁ ଡିପାର୍ଟମେଣ୍ଟ ଅଣ୍ଡରରେ ଯୋଉ ରହୁଛି ସେଇ ଗୁଡିକରେ ତମର ବହୁତ ସାରା ଭେକେନ୍ସି ଆସିବା ପାଇଁ ଯାଉଛି। ତେଣୁ ପ୍ରତ୍ୟେକ ଜିଲ୍ଲାକୁ ଏଇ ନୋଟିସ ଯାଇଛି ଯେ ତମ ଡିପାର୍ଟମେଣ୍ଟରେ ବା ରେଭିନ୍ୟୁରେ କେତେ କଣ ଭେକେନ୍ସି ଖାଲି ପଡିଛି ତାକୁ ଟିକେ ଜଲ୍ଦି ଦବା ପାଇଁ ସେମାନେ ପିଲାମାନେ କହିଛନ୍ତି। ଟୋଟାଲି ଦେଖିଦିଅ ସବୁ ଡିପାର୍ଟମେଣ୍ଟକୁ ତମର ଯାଇଛି ଯେ କେତେ କଣ ଭେକେନ୍ସି ବା କେତେ କଣ ଭେକେନ୍ସି ଖାଲି ପଡିଛି ତାକୁ ଟିକେ ଆମକୁ ଦିଅ ବୋଲି ଏମାନେ ଏଟା କହିଛନ୍ତି। ତ ନୋଟିସଟି ଯୋଉମାନେ ପଢିବା ପାଇଁ ଚାହୁଁଛ ମୁଁ ମୋ ଟେଲିଗ୍ରାମ ଗ୍ରୁପରେ ତମମାନଙ୍କୁ ନୋଟିସଟି ଦେଇଦେବି। ଯୋଉମାନେ ବି ପଢିବେ ସେମାନେ ଟେଲିଗ୍ରାମ ଗ୍ରୁପକୁ ଯାଇକି ପଢିପାରିବ। କମ୍ପ୍ଲିଟ ନୋଟିସ ତମମାନଙ୍କ ପାଇଁ ଅଛି। ଏଠି ତମର କ୍ୱାଲିଫିକେସନ କଣ ଥିବା ଦରକାର, ବୟସ କଣ ଥିବା ଦରକାର। ଯଦି ତମ କ୍ୱାଲିଫିକେସନ +2 ପାସ୍ ରହିଛି ଏବଂ ତମ ବୟସ ଯଦି 20 ରୁ 42 ବର୍ଷ ଭିତରେ ରହୁଛି ତମେ ମାନେ ଏଠି ଆବେଦନ କରିପାରିବ। ଆବେଦନ ତୁମର ପିଲାମାନେ ଲେଟ୍ ହବ କେନେ ନା ଏଟା ସେମାନେ ସବୁ କଲେକ୍ଟରଙ୍କ ପାଖକୁ ପଠେଇଛନ୍ତି। ତ ସେଟା ପଠେଇ ସାରିଲା ପରେ ସେମାନେ ଡେଟା ଦେବେ। ଡେଟା ଗୁଡିକୁ ଭେରିଫାଇ ହବ। ଭେରିଫାଇ ହେଇସାରିଲା ପରେ କେତେ ଭେକେନ୍ସି ତମର ଫାଙ୍କା ଅଛି ତାକୁ ଦେଖିବେ। ରିକ୍ରୁଟମେଣ୍ଟ ଏଜେନ୍ସି ମାନେ OSSC କୁ ପାଖକୁ ଯିବ। ତାପରେ ମାନେ ପ୍ରୋସେସ ପିଲାମାନେ 4 ରୁ 5 ମାସ ଲେନ୍ଥି ଅଛି। କିନ୍ତୁ
एबे तुमर केवल जूनियर रेवेन्यू असिस्टेंट वैकेंसी टी आसीबो बाकी वैकेंसी जो रहिली कहली मु आरआई अमीन ऑफिस जो पियन बा अलगा जो वैकेंसी गुडी को रहउची एगुडी को तमरो टिके लेट हबो तेनो तमे माने जदी पंचायत एग्जीक्यूटिव ऑफिसर बा जूनियर रेवेन्यू असिस्टेंट आ पई जदी पढिया पई चाहुचो तो आमर बेच गुडी को स्टार्ट हेई जाईची तमे माने लेट करनी एबे ही आम एप्लिकेशन ऑल एग्जाम साथी ताको इंस्टॉल करो इंस्टॉल करिकी सेठु जाईकी तमे माने आकु करि परिबो आकु एनरोल करि परिबो हजार हजार पिला ओडिसा रे एनरोल करूचंती तेनु तमे भी आकु निश्चय रूप रे एनरोल करि परिबो तो आज पई पिला माने एतिकी थिला आउटे कथा कहबी जदी तमे माने एते पर्यंत गोटे गवर्नमेंट कंप्यूटर सर्टिफिकेट करिनो एबे ही करि दियो नले आगामी दिन रे आरआई अमीनर जदी तमे सिलेक्ट भी हेलो ना ताहाले डॉक्यूमेंट वेरिफिकेशन बेले तमे माने कटि जाई पारो तेनु जमा भी लेट करनी जदि तुम एते पर्यंत गोटे गवर्नमेंट कंप्यूटर सर्टिफिकेट करिनो ता भी 3 मासिया ताहाले स्क्रीन ले हम नंबर अछि हमकु कांटेक्ट करिकि तमे माने गोटे 3 मासर गवर्नमेंट कंप्यूटर सर्टिफिकेट करि परिबो जोटा तम मानक पई बहुत ही इंपोर्टेंट तेनु हमकु स्क्रीन ले नंबर कांटेक्ट करो एवं एबे ही घरे बसिक गोटे गवर्नमेंट कंप्यूटर सर्टिफिकेट करि दियो तो आज पई एतिकी रहिल नमस्कार जय जगन्नाथ।